ବହୁ ପୁରାତନ କାଳର କଥା। ଗୋଟିଏ ସୁନ୍ଦର ଗାଁରେ ଜଣେ ଧୋବା ରହୁଥିଲା। ତାର ଗୋଟିଏ କୁକୁର ଏବଂ ଗୋଟିଏ ଗଧ ଥିଲେ। କୁକୁରର କାମ ଥିଲା ରାତିରେ ଘର ଜଗିବା, ଆଉ ବିଚରା ଗଧର କାମ ଥିଲା ଦିନଯାକ ମାଲିକର ଲୁଗା ବୋହିବା। ଦୁହିଁଙ୍କ ଜୀବନ ନିଜ ନିଜ ଭଙ୍ଗରେ ଚାଲିଥିଲା। କିନ୍ତୁ ଦିନେ ରାତିରେ ଧୋବା ଗାଢ଼ ନିଦରେ ଶୋଇଥିବା ବେଳେ ତା ଘରେ ଗୋଟିଏ ଚୋର ପଶିଲା। ଘର ଜଗିବା କୁକୁରର କାମ ଥିଲେ ମଧ୍ୟ ସେ ଚୁପଚାପ ବସି ରହିଲା। ନା ସେ ଭୁକିଲା, ନା ମାଲିକଙ୍କୁ ଉଠାଇବାକୁ ଚେଷ୍ଟା କଲା। ଏହା ଦେଖି ଗଧ ଆଶ୍ଚର୍ଯ୍ୟ ହୋଇ କୁକୁରକୁ ପଚାରିଲା, ଭାଇ, ଚୋର ଘରେ ପଶିଲାଣି, ତୁମେ ଭୁକୁନାହଁ କାହିଁକି? କୁକୁର ବେଖାତିର ଭାବରେ କହିଲା, ମୋତେ ମୋ କାମ ଶିଖାଅ ନାହିଁ। ମାଲିକ ଆଜିକାଲି ମୋର ଠିକ୍ରେ ଯତ୍ନ ନେଉନାହାନ୍ତି। ନିଜ ଉପରେ ବିପଦ ନ ପଡ଼ିଲେ ସେ ମୋର ମୂଲ୍ୟ ବୁଝିପାରିବେ ନାହିଁ। କୁକୁରର ଏପରି ସ୍ୱାର୍ଥପର କଥା ଶୁଣି ଗଧ ସହିପାରିଲା ନାହିଁ। ସେ କହିଲା, ବିପଦ ସମୟରେ ମାଲିକଙ୍କୁ ରକ୍ଷା କରିବା ଆମର କର୍ତ୍ତବ୍ୟ। ତୁମେ ନ ଭୁକିଲେ ମୁଁ ରଡ଼ି କରି ମାଲିକଙ୍କୁ ଉଠାଇବି। ଏହା କହି ଗଧ ଖୁବ୍ ଜୋରରେ ବୋବାଇବାକୁ ଲାଗିଲା। ଗଧର ଭୟଙ୍କର ରଡ଼ି ଶୁଣି ଚୋରଟି ସେଠାରୁ ପ୍ରାଣବିକଳରେ ଛୁଟିଲା। କିନ୍ତୁ ଏତେ ରାତିରେ ଗଧର ରଡ଼ି ଶୁଣି ଧୋବାର କଞ୍ଚା ନିଦ ଭାଙ୍ଗିଗଲା। ସେ ଭାବିଲା, ଗଧଟି ବିନା କାରଣରେ ପାଟି କରୁଛି। ରାଗରେ ତମତମ ହୋଇ ଧୋବା ଗୋଟିଏ ବଡ଼ ଠେଙ୍ଗା ଧରି ଆସିଲା ଏବଂ ଅନ୍ୟର କାମ କରିବାକୁ ଯାଇଥିବା ବିଚରା ଗଧକୁ ଖୁବ୍ ପିଟିଲା। ସେଥିପାଇଁ ତ କୁହାଯାଏ, ଯାହାର ଯେଉଁ କାମ ସେ ସେହି କାମ କରିବା ଉଚିତ। ନିଜର ଅଧିକାର ବାହାରେ ଥିବା କାମରେ ମୁଣ୍ଡ ପୁରାଇଲେ ଶେଷରେ ଏହି ଗଧ ପରି ଅଯଥାରେ ବିପଦରେ ପଡ଼ିବାକୁ ହୁଏ।